ଦେଖନ୍ତୁ ଏ ଆଜି ଚଣ୍ଡିଗଡ଼ ଟ୍ରକ୍ ମାଲିକ ସଂଘର ସଭାପତି ଚନ୍ଦନ କୁମାର ନାୟକ ଏ ଦେଖନ୍ତୁ ଆମେ 1 ମାସ ପର୍ଯ୍ୟନ୍ତ ଜଳଛତ୍ରର ଆୟୋଜନ କରିଛୁ। ଯାହା ହଉ ଆଜି ସୌଭାଗ୍ୟର କଥା ମାନ୍ୟବର ବିଧାୟକ ବର୍ଚ୍ଚଣା ଚନ୍ଦନ କୁମାର ନାୟକଙ୍କ କରକମଳରେ ଆଜି ଏ ଜଳଛତ୍ରଟି ଉଦ୍ଘାଟିତ ହେଇଛି। ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଜଳଛତ୍ର ଯୋଉ ଗ୍ରୀଷ୍ମ ପ୍ରବାହରେ ଯୋଉ ଜଳକିଷ୍ଟରୁ ନିଶ୍ଚିତ ମୁକ୍ତି ପାଇବେ ସାଧାରଣ ଲୋକ। ତେଣୁ ଇଏ ଏକ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚଣ୍ଡିଗଡ଼ ଟ୍ରକ୍ ବହୁ କାର୍ଯ୍ୟକ୍ରମ ଭିତରୁ ଇଏ ମଧ୍ୟ ଏକ ସୁନ୍ଦର ପ୍ରୟାସ ଏବଂ ସୁନ୍ଦର କାର୍ଯ୍ୟକ୍ରମ। ଆଶା କରୁଛି ନିଶ୍ଚିତ ଏଥିରେ ସମସ୍ତ ଜନସାଧାରଣ ସମସ୍ତେ ସହଯୋଗ କରିବେ ବୋଲି ମୋର ଆଶା। ବାସ୍ତବରେ ଯୋଉ ଖରା ବର୍ତ୍ତମାନ ଯୋଉ ଖରା ଆପଣ ମାନେ ଲକ୍ଷ୍ୟ କରୁଥିବେ 40 ରୁ 44 ଡିଗ୍ରୀ ଟେମ୍ପରେଚର ଏଇ କିଛି ଦିନ ଧରିକି ଓଡ଼ିଶା ଜଳୁଛି। ଏ ସମୟରେ ଏଇ ଯୋଉ ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଶଂସନୀୟ ପଦକ୍ଷେପ। ମୁଁ ତ ଭାବୁଛି ଟ୍ରକ୍ ଓନର୍ସ ଆସୋସିଏସନ ପ୍ରଶାସନ ସହିତ ତାଳ ଦେଇ ଇଏ ଆଉ ଦି ପାଦ ଆଗକୁ ତାଙ୍କର କାର୍ଯ୍ୟକ୍ରମ କରିବାକୁ ସାହସ କରିଛନ୍ତି ଏବଂ ଭଲ କଥା। ମୁଁ ପ୍ରଶଂସା କରୁଛି ଟ୍ରକ୍ ଓନର୍ସ ଆସୋସିଏସନକୁ। ଏ କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ଶେଷ ପର୍ଯ୍ୟନ୍ତ ଜାରି ରହୁ ଏ ନିବେଦନ ମଧ୍ୟ ମୋର ଏବଂ ଆଶା କରିବି ସମସ୍ତ ପଥଚାରୀ ମାନେ ଯୋଉମାନେ ଏ ପଥରେ ଯିବା ଆସିବା କରୁଛନ୍ତି ନିଶ୍ଚିତ ଭାବରେ ତାଙ୍କର ତୃଷ୍ଣା ମେଣ୍ଟେଇବା ପାଇଁ ଇଏ ଗୋଟେ ମାଧ୍ୟମ ହବ ବୋଲି ମୁଁ ବିଶ୍ୱାସ କରୁଛି। ଟ୍ରକ୍ ମାଲିକ ସଂଘର ସହ ସମ୍ପାଦକ। ଆଜି ବିଧାୟକ ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟନ ହେଲା ସେ ବିଷୟରେ କଣ କହିବେ? ଆମେ ପ୍ରତିବର୍ଷ ଜଳଛତ୍ର ବ୍ୟବସ୍ଥା କରୁ ସବୁ ବିଧାୟକ କରକମରେ କରାଯାଏ। ଏ ବର୍ଷ ଟିକେ ଡେରି ହେଇଗଲା 8 ଦିନ ଖଣ୍ଡେ ବିଧାୟକ ପଳେଇଥିଲା ଆମର ଯେ ବଙ୍ଗଳା ୱେଷ୍ଟବେଙ୍ଗଲ ଯୋଉ ନିର୍ବାଚନ ପରିପ୍ରେକ୍ଷୀରେ ସେ ଆସିବା ତାଙ୍କର ଡେରି ହେଲା ପାଇଁ ଆମେ 2-3 ଦିନ ଅପେକ୍ଷା କଲା ପରେ ଆଜି ସେ ଆସି ପହଞ୍ଚିଲା ପରେ ଆମେ ତାଙ୍କ କରକମରେ ଆଜି ଜଳଛତ୍ର ଉଦ୍ଘାଟନ କଲୁ। କେତେ ଦିନ ଧରି ଚାଲିବ? ଗରମ ଥିବା ଯାଏ ଚାଲୁ ପ୍ରାୟ ଜୁନ 15 ଆଶା କରୁ ଚଳିବ ବୋଲି। ଗରମ ଯୋଉ ଏବେ ବର୍ଷା କମିଯିବ ତାପରେ ପାଣି ଦେବା ବନ୍ଦ କରିଦେବୁ।